ଏକ ଛୋଟ ଗାଁରେ ଏକ ମା ଆଉ ପୁଅ ଏକାକି ରହୁଥିଲେ। ତାଙ୍କ ଜୀବନରେ ସବୁଠାରୁ ବଡ଼ ଧନ ଥିଲା ତାଙ୍କରି ପୁଅ। ଯେତେବେଳେ ପୁଅ ଛୋଟ ଥିଲା, ମା ନିଜେ ଭୋକରେ ରହୁଥିଲେ କିନ୍ତୁ ତାକୁ ଖୁଆଉଥିଲେ। ରାତିରେ ଯଦି ପୁଅକୁ ଜ୍ୱର ହେଉଥିଲା, ମା ସାରା ରାତି ଅନିଦ୍ରା ହୋଇ ରହୁଥିଲେ। ପୁଅ ଶୋଇପଡ଼ୁଥାଏ, କିନ୍ତୁ ପୁଅର ସେହି ଶୋଇଲା ମୁହଁକୁ ଦେଖି ମା ବହୁତ ଖୁସି ହେଉଥିଲେ। ଏକ ଦିନ ପୁଅ ସ୍କୁଲରୁ କାନ୍ଦି କାନ୍ଦି ଆସିଲା। କହିଲା, ମା, ସବୁଏ ମୋତେ ଗରିବ ବୋଲି ହସୁଛନ୍ତି, କାରଣ ସେଦିନ ସେ ଛିଣ୍ଡା କପଡ଼ା ପିନ୍ଧି ସ୍କୁଲ ଯାଇଥିଲା। ସେଦିନ ତା ମା ନିଜର ଏକମାତ୍ର ଗହଣାକୁ ବିକିଦେଇ ପୁଅ ପାଇଁ ଏକ ନୂଆ ଡ୍ରେସ୍ କିଣିଥିଲେ ଏବଂ କହିଲେ ଯେ, ପୁଅ, ତୁ କେବେ ଛୋଟ ନୁହଁ, ତୁ କେବେ ଗରିବ ନୁହଁ। ଏ ମା ଥିଲା ପର୍ଯ୍ୟନ୍ତ ତୁ ସଦାବେଳେ ବଡ଼ ହୋଇ ରହିବୁ ଏବଂ ତୁ ବଡ଼ ହେଲେ ନିଶ୍ଚିନ୍ତ ବଡ଼ ମଣିଷ ହୋଇ ବାହାରିବୁ। ସମୟ ବିତିଗଲା, ପୁଅ ବଡ଼ ହେଲା ଏବଂ ଏକ ଦିନ କହିଲା, ମା, ମୋତେ ସହରକୁ ଯିବାକୁ ପଡ଼ିବ। ସହରକୁ ଯାଇ ମୋତେ ବଡ଼ ଚାକିରି କରିବାକୁ ପଡ଼ିବ। ମା ହସିଦେଲେ। ସହରକୁ ଯିବୁ? ହଉ ବାପା, ଯା। କିନ୍ତୁ ଆଖିରେ ହୃଦୟରେ ସେ ବିରହର ବେଦନା ଥାଏ। କାଳେ ପୁଅ ଚାଲିଗଲେ ଆଉ ଆସିବନି। ତଥାପି ମା ହସି ହସି ପୁଅକୁ ବିଦାୟ ଦେଲେ। ପ୍ରଥମେ ପୁଅ ପ୍ରତିଦିନ ଫୋନ୍ କରୁଥିଲା, ମା, ଖାଇଲୁ କି ନାହିଁ? ମା, ଔଷଧ ନେଲୁ କି ନାହିଁ? ମା ବହୁତ ଖୁସି ହେଉଥିଲେ। ଘରଟା ବି ମାଙ୍କ ଖୁସିରେ ଭରି ଯାଉଥିଲା। କିନ୍ତୁ ଧୀରେ ଧୀରେ ସବୁ ବଦଳିଗଲା। ଫୋନ୍ କମିଗଲା, କଥାବାର୍ତ୍ତା ହେବା କମିଗଲା। ଧୀରେ ଧୀରେ ପୁଅର ଫୋନ୍ ଆସିବା ବି କମିଗଲା। ହଠାତ୍ ଦିନେ ପୁଅ ଚିଡ଼ି ଯାଇ କହିଲା, ଦେଖ ମା, ମୁଁ କାମରେ ବହୁତ ବ୍ୟସ୍ତ ରହୁଛି। ତୁ ବାରମ୍ବାର ଏଇଭଳି ଫୋନ୍ କରି ଡିଷ୍ଟର୍ବ କଲେ ମୁଁ କେମିତି କ'ଣ କରିବି କହିଲୁ? ମୁଁ ଯେବେ ଫ୍ରି ହେବି ତୋତେ ଫୋନ୍ କରିବି। ତୁ କେବେ ବ୍ୟସ୍ତ ହେବୁ ନାହିଁ। ମୁଁ ବହୁତ ବିଜି ରହୁଛି ମା, କ୍ଷମା କରିବୁ ମୋତେ। ସେହିପରେ କେତେ ଦିନ ଗଲା, ପୁଅର ବିଲକୁଲ ଆଉ କଲ୍ ଆସିଲା ନାହିଁ। ମା ଭାରି ମନେ ପକାଇ କାନ୍ଦିଲେ। ପୁରୁଣା ସ୍ମୃତି ସବୁ ଆଖି ଆଗରେ ନାଚି ଯାଉଥାଏ। କାନ୍ଦି କାନ୍ଦି କପଡ଼ା ଓଦା ହୋଇଯାଉଥାଏ। ତଥାପି ମା ପୁଅକୁ କେବେ ଖରାପ ଭାବୁନଥାନ୍ତି। ସେହି ଦିନଠାରୁ ଆରମ୍ଭ ହେଲା ମା'ର ଅପେକ୍ଷା। ପ୍ରତିଦିନ ବସୁଥିଲେ ଦୁଆର ବନ୍ଧରେ, ବସି ଦେଖୁଥିଲେ ରାସ୍ତା ଉପରକୁ, କାଳେ ଆଜି ମୋ ପୁଅ ଆସିବ କି? ଚାହିଁ ରହୁଥିଲେ ଫୋନ୍ର କଲ୍କୁ, କାଳେ ଆଜି ମୋ ପୁଅର କଲ୍ ଆସିବ କି? ହାତରେ ସେଇ ଫୋନ୍ଟି ଧରିଥାନ୍ତି, ଆଖି ଥାଏ ରାସ୍ତା ଉପରେ। କେବେ କେବେ ସେ ନିଜକୁ କହୁଥିଲେ, ଆଜି ବୋଧେ ପୁଅ ନିଶ୍ଚୟ ଆସିବ। ଖୁସି ହୋଇଯାଇ ତା ମନ ପସନ୍ଦର ଖାଦ୍ୟ ସବୁ ତିଆରି କରିଦେଉଥିଲେ। କିନ୍ତୁ ଖାଇଲା ବେଳେ ଖାଦ୍ୟଗୁଡ଼ିକ ସେମିତି ଜମା ହୋଇ ରହୁଥିଲା। ପୁଅ ସେଦିନ ମଧ୍ୟ ଆସୁନଥିଲା। କାନ୍ଦି କାନ୍ଦି ରାତିରେ ତାଙ୍କର ନିଦ ହଜିଯାଏ। ବହୁତ ମନ ଦୁଃଖରେ କାନ୍ଦନ୍ତି। ବହୁତ କଥା ମନେ ପକାନ୍ତି। ପୁରୁଣା ସ୍ମୃତିକୁ ଭାବି ଭାବି କାନ୍ଦି କାନ୍ଦି ବୁଢ଼ୀଟି ଆଉଟୁ ପାଉଟୁ ହୁଏ। ଦିନେ ବୁଢ଼ୀର ଦେହ ଭାରି ଖରାପ ହେଲା। ଏତେ ଖରାପ ଯେ ପାଖରେ ଆହା ପଦେ କହିବା ପାଇଁ କେହି ନାହିଁ। ତଥାପି ଦେହ ଖରାପ ଥାଇ ସେ ଯାଇ ସେଇ ଦ୍ୱାରରେ ପୁଣି ବସିଲା। ଆଜି କାଳେ ପୁଅ ଆସିବ। ଚାହିଁ ରହିଲା ସେଇ ରାସ୍ତାକୁ, ପୁଅ ଆସିବାର ବାଟକୁ। ହାତରେ ଥାଏ ସେଇ ପୁରୁଣା ଫୋନ୍ ଖଣ୍ଡିକ। କାଳେ ଫୋନ୍ ବାଜି ଉଠିବ, ମା, ମୁଁ ଯାଉଛି। ଚାହିଁ ରହିଲା ବୁଢ଼ୀ ସେଇ ରାସ୍ତାକୁ। ସନ୍ଧ୍ୟା ହେଲା, ରାତି ହେଲା, ରାତି ପାହିଗଲା, ବୁଢ଼ୀ ସେମିତି ବସିଥାଏ। ଏବଂ ସେହି ଦିନଟି ବୁଢ଼ୀର ଶେଷ ଦିନ ଥିଲା। ବୁଢ଼ୀ ବସିଲା ଯେ ଆଉ ଉଠିଲା ନାହିଁ। ସାରା ଜୀବନ ପାଇଁ ଆଖି ମୁଜିଦେଲା। ହଠାତ୍ ଗୋଟେ ଦିନ ପୁଅ ଆସି ପହଞ୍ଚିଲା। ପୁଅ ଦେଖିଲା ସେହି ଦୁଆର ବନ୍ଧରେ ଖାଲି ଚୌକିଟିଏ ପଡ଼ିଛି, କିନ୍ତୁ ମା ନାହିଁ। ସାହି ପଡ଼ିଶା ଲୋକଙ୍କୁ ପଚାରି ବୁଝିବାରୁ ସାହି ପଡ଼ିଶା ଲୋକ କହିଲେ, ତୋ ମା ତ ତୋତେ ସବୁବେଳେ ଅପେକ୍ଷା କରିଥାଏ, କିନ୍ତୁ ତୁ ଆସିଲୁ ନାହିଁ। ଶେଷରେ ସେ ଅପେକ୍ଷା କରି କରି ନିଶ୍ୱାସଟିକୁ ତ୍ୟାଗ କରିଦେଲା। ଏହା ଶୁଣିବା ମାତ୍ରେ ପୁଅର ପାଦ ତଳୁ ମାଟି ଖସିଗଲା। ଚାରିଆଡ଼ ଅନ୍ଧକାରମୟ ଦେଖାଗଲା। ପୁଅ ଭାବିଲା, ସତେକି ମୋ ଜୀବନ ଅନ୍ଧାର ହୋଇଗଲା। କେଡ଼େ ବଡ଼ ଭୁଲ ହୋଇଗଲା ମୋ ଦ୍ୱାରା। ଭୁସ୍ କିନା ବସି ପଡ଼ି
କାନ୍ଦି କାନ୍ଦି କାନ୍ଦରେ ମର୍ମାରିତ ହୋଇଗଲା ପୁଅ। ହେଲେ କିନ୍ତୁ କ'ଣ ହେବ, ମା ଆଉ ଫେରିବ ନାହିଁ। ଏବେ ବହୁତ ଡେରି ହୋଇଯାଇଛି। ହଁ ଆଜ୍ଞା, ମାଙ୍କ ପ୍ରେମ ଅପେକ୍ଷା କେବେ ଶେଷ ହୁଏନି, କିନ୍ତୁ ଆମର ସମୟ ଅତ୍ୟନ୍ତ ସୀମିତ। ତେଣୁ ଆଜି ହିଁ ଏକଥର ମା ବୋଲି ଡାକନ୍ତୁ, ନହେଲେ କାଲି ବୋଧେ ସୁଯୋଗ ମିଳିବ ନାହିଁ। ହେ ମା, ତୁମେ ନମସ୍ୟ।